ସେଇଟା ବହୁତ ଦିନ ସେଇଟା କହିପାରିବିନି पर्सनल କଥା ଭାଇଙ୍କ ନା ତଥାପି ଗୋଟେ ଜାଣିଥାନ୍ତୁ ଲୋକ ପଇସାଟା ପଡୁନି ଗୋଟେ ଥର ହେଇଥିଲେ ଖୁସିରେ ଲୋକ ଜାଣିଥାନ୍ତୁ ଲୋକ ଜାଣୁଛନ୍ତି ଯେ ନାଇଁ ଅଜୁ କିଛି ପାଉନି ଲୋକ ଜାଣିଥାନ୍ତୁ ମତେ 1000 ଟଙ୍କା ଦେଇଥିଲେ ଭାଇ ଗୋଟେ ଥର ଖର୍ଚ୍ଚ କରି ମୁଁ ନେଇନଥିଲି 2000 ଟଙ୍କା ଆସିଥିଲା 500 ଟଙ୍କା ଆଇଲି ମୁଁ ମନା କଲି କହିଲେ ନାଇଁ ଖର୍ଚ୍ଚ କରି ଖାଇ ପିକି ଯିବୁ ମୁଁ କହିଲି ଭାଇ ନାଇଁ ଥାଉ ମତେ ଆରେ ଭାଇ ମତେ ଯାହା ଭଲ ଲାଗିଲା ମୁଁ ଯାହା କଲି ନା ସେଟା ଇଏ କରି ସୁରଜା କହିଲା ଭଳିଆ ସୁରଜା ସାଙ୍ଗରେ ସମ୍ପର୍କ କେମିତି ସୁରଜା ଯୋଉ ମୋ ସାଥୀ ଦେଖିଥିଲେ କହିଲେ ବାବୁସାନ ହେଇଛି ନମ୍ବର 1 ହିରୋ ଓଡିଶାର ଭାଇଙ୍କର ବି ନୂଆ ଫିଲ୍ମ ଆସୁଛି ବହୁତ ଜଲ୍ଦି ଆନାଉନ୍ସମେଣ୍ଟ ହବ ଅଜୁର ଛାତି ସାଇଜ କେତେ ଏଇଟା ମୁଁ କହିପାରିବିନି ନା ତଥାପି 32 ଖଣ୍ଡ ଟାଟୁଟା ଟିକେ ମାନେ ଟାଟୁଟା ଏଇଟା ଟିକେ ଭଲସେ ଟିକେ ଶୋ କର ନା କାଟି ଦବ ଟି ଆଚ୍ଛା ଟାଟୁ ଆଚ୍ଛା ଠିକ ଆରେ ବାବା ଏଠି କଣ ଚୁଟି ଉଠି ଗଲାଣି ବାବୁ ସିଏ ଉଠି ଗଲେ ବହୁତ ଦିନ ବାବୁସାନ ଗାଲରେ ଦାଢି ଉଠୁନି ତମର ଚୁଟି ଉଠି ଗଲାଣି ହଁ ଭାଇଙ୍କ ଷ୍ଟାଇଲ ର କରିବା ବୋଉ ଏ ବୋଉ ମୁଁ ବା ତ ପୁଅ ବୁଟୁ ଏଇଟା ଯଦି ପାର୍ଟ 2 ଆସିବ ବହୁତ ବଢିଆ ହୁଅନ୍ତା କାହିଁ କହିଲେ ବାବୁସାନ ଭାଇଙ୍କର ଆମର ଭାଇଙ୍କର ଫିଲ୍ମରେ କୌଣସି ଫିଲ୍ମ ପାର୍ଟ 2 ଆସିନି ଆମର ଫ୍ୟାନ ମାନଙ୍କର ବି ଇଚ୍ଛା ପାର୍ଟ 2 ଆସିଲେ ଭଲ ହୁଅନ୍ତା ଭାଇ ଅନେକ ଦିଅନ୍ତି ତାରିକ ଅଜିତ କୁମାର ପି ଭାଇକୁ ଏବେ ମିଶିଛି କେତେ ଟଙ୍କା ଲେଖା ଦିଅନ୍ତି ସେମିତି କର ସିଏ ସବୁ 1000 ହଉ 2000 ଯାହା ବି ଦିଅନ୍ତି 5,000 ବାବୁସାନ କେତେ ଦିଅନ୍ତି ସେଇଟା ବହୁତ ଦିନ ସେଇଟା କହିପାରିବିନି पर्सनल କଥା ଭାଇଙ୍କ ନା ତଥାପି ଗୋଟେ ଜାଣିଥାନ୍ତୁ ଲୋକ ପଇସାଟା ପଡୁନି ଗୋଟେ ଥର ହେଇଥିଲେ ଖୁସିରେ ଲୋକ ଜାଣିଥାନ୍ତୁ ଲୋକ ଜାଣୁଛନ୍ତି ଯେ ନାଇଁ ଅଜୁ କିଛି ପାଉନି ଲୋକ ଜାଣିଥାନ୍ତୁ ମତେ 1000 ଟଙ୍କା ଦେଇଥିଲେ ଭାଇ ଗୋଟେ ଥର ଖର୍ଚ୍ଚ କରି ମୁଁ ନେଇନଥିଲି 2000 ଟଙ୍କା ଆସିଥିଲା 500 ଟଙ୍କା ଆଇଲି ମୁଁ ମନା କଲି କହିଲେ ନାଇଁ ଖର୍ଚ୍ଚ କରି ଖାଇ ପିକି ଯିବୁ ମୁଁ କହିଲି ଭାଇ ନାଇଁ ଥାଉ ମତେ ଦଉଛି ନା ନଉଛି ଘରେ ପଚାରନ୍ତୁ ଘରେ କଣ ସେଇଟା ଘରେ ଜାଣନ୍ତି ସେଇଟା ନା ମୋ ଘରେ ତଥାପି ବୋଉ ବାପା କଣ କହନ୍ତି ସିଏ ଖୁସି ହେଇଯାନ୍ତି ମିଶିଯାଉଛି ବୋଲି ଆଚ୍ଛା ଯାଇକି ଯାହା ବଡ ବଡ ଷ୍ଟାରଙ୍କ ସାଙ୍ଗରେ ମୋ ପୁଅ ମିଶୁଛି ଆଜ୍ଞା ସେଥିପାଇଁ ଖୁସି ହୁଅନ୍ତି ଘର ଲୋକ ଆଜ୍ଞା ଆଚ୍ଛା ଆଉ ତଥାପି ଯୋଉ ହ୍ୟୁମାନ ସାରଙ୍କ ସାଙ୍ଗେ ଯେତେବେଳେ ମରିଗଲେ ହ୍ୟୁମାନ ସାଗର ଯେତେବେଳେ ଭାତ ପାଖରୁ ଉଠିଗଲ ଆଜ୍ଞା ଭଲ ଲାଗିଲାନି ଆଉ ଖାଇଲୁନି ଭଲ ଲାଗିଲାନି ସତରେ ଉଠିଗଲ ଆଜ୍ଞା ରାଣ ବିଦ୍ୟାରାଣ ସେଟା କହିଲ ଭାତ ପାଖରୁ ଉଠିଲ କି ସତରେ ବିଦ୍ୟାରାଣ ପକେଇ ସତରେ ଉଠି ମନ ଖାଲି ତତେ ଯାଇକି ତ ବାବୁଜାନଙ୍କ ସିନେମାରେ ଗାଇଥିଲେ ଗୁଡେ ଗୀତ ଗାଇଛନ୍ତି ହ୍ୟୁମାନ ସାଗର ମଲେ ଅଧିକ କୋଉ ମାନେ ମନ ଦୁଃଖ କରିବେ ବେଶୀ ଯୋଉ ପ୍ରେମିକା ଲଭର ମାନେ କପୁଲ ମାନେ ଦୁଃଖ ଗୀତ ଗାଆନ୍ତି ନା ଦୁଃଖ ଗୀତ ଯୋଉ ଗାଆନ୍ତି ଉଭୟ ଶୁଣନ୍ତି ରୋମାଣ୍ଟିକ ଗୀତ ହଉ କି ସ୍ୟାଡ ସଙ୍ଗ ହଉ କି ଡ୍ୟାନ୍ସ ସଙ୍ଗ ହଉ ଏବେ ଗୋଟେ ଭାଇଙ୍କର ଲାଷ୍ଟ 2ଟା 3ଟା ଗୀତ ହିଟ୍ ଥିଲା ଏବେ ରିସେଣ୍ଟଲି କହିଦଉଛି ହେଲା ଉଡି ଉଡି ବିମାନରେ ଯିବା ସେଇ ଗୀତର ପୁରା ଭାଇରାଲ କରୁଥିଲା 6 ମିଲିୟନ 7 ମିଲିୟନ ହେଇଯାଇଛି ଆଉ ତାଲେ ଲାଷ୍ଟ ଗୀତ ସବୁ ମାନେ ଥିଲା କଣ କରିବା ଭାଗ୍ୟ ତ ଖରାପ ଏମିତି ଆଉ ଗୋଟେ ଜଣଙ୍କ ପରେ ଜଣେ ନେଇଯାଉନ୍ତି ଆଉ ଆଚ୍ଛା ମନ ଦୁଃଖ କରନ୍ତି ହ୍ୟୁମାନ ସାଗର ମଲେ କିଏ ସବୁ ସମସ୍ତେ ମାନେ ଅନ୍ତରା ଦିଦି ହୁଅନ୍ତୁ ତାରିକ ଦିଦି ହୁଅନ୍ତୁ କୁମାର ପିବେଇ ହୁଅନ୍ତୁ କି ସମସ୍ତେ ବାବା ଭାଇ ହୁଅନ୍ତୁ ସମସ୍ତେ ମନ ଦୁଃଖ କରନ୍ତି ତାଙ୍କ ଭଳିଆ ସିଙ୍ଗର ମିଳିବେନି ନା ଆଚ୍ଛା କେବେ ମନ ଦୁଃଖ କରି କହନ୍ତିନି ଯେ ଅଜୁ ଏତେ ଗୋଟେ ମିସ୍ ହେଇଗଲା କଣ ସେଇଟା ଆଉ କଣ କରିବା ସେ ତ ଭଗବାନ ହାତରେ ଲେଖା କିଏ କଣ କହିଦେଲେ ହବ ନା ତଥାପି କହନ୍ତି ତ ତାଙ୍କ ଆଜ୍ଞା କୁହନ୍ତି କଣ କରିବା ଆଉ ମାନେ କହିବେ ତ ତାଙ୍କ ଭଳିଆ ସିଙ୍ଗର ମିଳିବେନି ଅନ୍ତରା ଚକ୍ର ଦେଖିବେ କାନ୍ଦି ପକେଇଦେଲେ ସେ ତାଙ୍କ ସାଙ୍ଗେ ମିଶି ଯାଇଛନ୍ତି ନା ଯିଏ ଯାହା ସାଙ୍ଗେ ମିଶିଯାଇଛି କେବେ ଭୁଲିବ ଅନ୍ତରା ଚକ୍ରବର୍ତ୍ତୀ କଣ କେମିତି ସମ୍ପର୍କ ମୋ ଭଉଣୀ ଏବେ ଏମିତି ଯାଇ ଆଉ ରାକ୍ଷୀ ବି ବାନ୍ଧନ୍ତି ଏବେ କହିଲେ ଅନ୍ତରା ଚକ୍ରବର୍ତ୍ତୀ ହ୍ୟୁମାନ ସାଗର ଆଉ ତପୁ ଦିଦି ଆମର ତ ଯିଏ କମ ବୟସରେ ଚାଲିଗଲେ ତାଙ୍କର ବି ଗୋଟେ ଥିଲା ପ୍ରିୟ ବସନ୍ତି ଏଇ 2ଟା ଯୋଡି ବି କଣ କରିବା ଭାଙ୍ଗିଗଲା ସେଇଟା ମୁଁ କହିପାରିବିନି ଭଲ ଚାଲେ କିନ୍ତୁ ଏବେ କା ଦିନରେ ଅନ୍ତରା ଚକ୍ରବର୍ତ୍ତୀଙ୍କ ସାଙ୍ଗେ ହିଟ୍ ଅସୀମା ପଣ୍ଡା ଅନ୍ତରା ଚକ୍ରବର୍ତ୍ତୀ କାହିଁକି ତାଙ୍କ ଭିତରେ ନା ଫରକ ନୁହେଁ ଯିଏ ଯାହା ଭଲ ପାଇଲେ ନା ଆପଣ ଯେମିତି ମଟନ ଖାଇବାକୁ ଇଚ୍ଛା ସେଇଟା କହିପାରିବିନି ମୁଁ ଭଲ ପଡେ କିନ୍ତୁ ଗୀତ ହିସାବରେ କହିବାକୁ ଗଲେ ମୋର ଫେଭରେଟ ହେଲା ଅନ୍ତରା ଚକ୍ରବର୍ତ୍ତୀ ଇରା ମହାନ୍ତି କୁମାର ଟିଶୋରୀ ଭାଇ ଆଉ ଶୈଳମା ଦିଦି ବିଭୁ କିଶୋର ଅଲଗା ହ୍ୟୁମାନ ତ ସିଏ ଓଡିଶାର ହୃଦୟରେ ତାଙ୍କ ବିଷୟରେ ଆମେ କଣ କହିବୁ ଲୋକ ଅନେକ କଥା କହିଲେ ଭାଇଙ୍କ ବିଷୟରେ ସେଇଟା ଲୋକ ଆମେ କଣ କହିଲେ ଲୋକ ଅନେକ କଥା ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ସେ ଯାହାକୁ ସମସ୍ତେ ମତେ ବି କେତେ ଲୋକ କୁହନ୍ତି କାହିଁ ଲୋକଙ୍କ କଥା ଆଇ ଡୋଣ୍ଟ ଲାଇକ୍ ମାଡି ଚାଲ ଆଚ୍ଛା ଅଜୁର ବାହାଘର କେବେ ହଉଛି ମୋ ବାହାଘର ହବନି ମୋ ପାଇଁ ଝିଅ ଜନ୍ମ ହେଇନାହାନ୍ତି ମୁଁ ବାହା ହେବିନି ନା ଆଚ୍ଛା ତଥାପି ଘର ଲୋକ କେବେ ଅଜୁ ଭବିଷ୍ୟତ ନେଇ କଣ ଭାବନ୍ତି ସିଏ ଭଲ ଆଗକୁ ଚାଲେ ଯେମିତି ହଉ ଯାହା ହବ ଆଉ ଓଡିଶାବାସୀ କହନ୍ତି କାହିଁ ଅଜୁ ତା ବାପାର ଟାଟୁ କଲାନି ତା ଛାତିରେ କଣ ପାଇଁ ବାବୁସାନ କଲା ଆରେ ଭାଇ ମତେ ଯାହା ଭଲ ଲାଗିଲା ମୁଁ ଯାହା କଲି ନା ସେଟା ଇଏ ସୁରଜା କହିଲା ଭଳିଆ
ସୁରଜ ସାଙ୍ଗରେ ସମ୍ପର୍କ କେମିତି? ସୁରଜ ମୋ ସାଥୀ ଦେଖିଥିଲେ କହିଲେ ବାବୁସାନ ହେଉଛି ନମ୍ବର 1 ହିରୋ ଓଡ଼ିଶାର। ଭାଇଙ୍କର ବି ନୂଆ ଫିଲ୍ମ ଆସୁଛି ବହୁତ ଜଲ୍ଦି ଆନାଉନ୍ସମେଣ୍ଟ ହବ। ଅଜୁର ଛାତି ସାଇଜ କେତେ? ସେଇଟା ମୁଁ କହିପାରିବିନି। ନା ତଥାପି 32 ଖଣ୍ଡ। ଟାଟୁଟା ଟିକେ ମାନେ ଟାଟୁଟା ଏଇଟା ହୁଁ ଟିକେ ଭଲସେ ଟିକେ ଶୋ କର ନା କାଟିଦବ ଟି। ଆଚ୍ଛା ଟାଟୁ ଆଚ୍ଛା ଠିକ ଠିକ ଆରେ ବାବା ଏଠି କଣ ଚୁଟି ଉଠି ଗଲାଣି? ସିଏ ଉଠିଗଲେ ବହୁତ ଦିନ ବାବୁସାନ ଗାଲରେ ଦାଢି ଉଠୁନି, ତମର ଚୁଟି ଉଠିଗଲାଣି। ହଁ ଭାଇଙ୍କ ଷ୍ଟାଇଲର କରିବା। ଭାଇଙ୍କର ଫିଲ୍ମ ଆସୁଛି ବହୁତ ଜଲ୍ଦି। କଣ ଫିଲ୍ମ ଆଉଛି? ଫିଲ୍ମ ନାଁ ତ ଡିକ୍ଲେୟାର ହେଇନି, ନୂଆ ବର୍ଷ ଟିକେ ହବ କିନ୍ତୁ ଏଇନା ଟିକେ ମନ ଦୁଃଖ ବଲିଉଡର ଭାଇଙ୍କ ସିନେମାରେ ନେକ୍ସଟ ସିନେମାରେ ଆସିଥିଲେ ଗାଇବାକୁ କହିଥିଲୁ ଆମେ ଭାଇଙ୍କୁ। ଭାଇ କହିଲେ ହଁ ରଜ ଫିଲ୍ମରେ ଗାଇଥାନ୍ତେ। ସେଇଟା ତ ମା ଅଭିଯୋଗ ଆଣନ୍ତି, ହେଇଥାଇପାରେ ଆମେ କଣ କହିପାରିବୁ, ଆମେ ଯଦି ଦେଖିଥିଲୁ ନା କଣ। ମେ ବି ହେଇଥାଇପାରେ, କହୁଛନ୍ତି ମାନେ ହେଇଥିବ। ମା ଗୋଟେ ମା ଜଣେ ମା ନା, ମା ଯଦି ପୁଅ ବିଷୟରେ ଯିଏ ଯାହା କହିଲେ ସେ କଣ ସହିପାରିବ? ଯେତେବେଳେ ମାଟି ଜନ୍ମ କଲା ମାଟି, ମାନେ ମତେ ବେଶୀ ଦୁଃଖ ଲାଗୁଛି ତାଙ୍କ ଝିଅଟା କେମିତି ଚଳିବ। ନହେଲେ ସିଏ ଭାଉଜ ଗୋଟେ ବହୁତ ଭଲ ମଣିଷଟେ। କଣ କହିବା ତାଙ୍କ ଭିତରେ, ସେ ଏଇନା ଦୁଃଖ ତାଙ୍କ ପରିବାରକୁ ସାହସ ଦିଅନ୍ତୁ। ବହୁତ ଭଲ, ସେ ବି ଜଣେ ସିଙ୍ଗର। ଭାଇଙ୍କ ସାଙ୍ଗରେ ବି ଗୋଟେ ଗୀତ ଗାଇଥିଲେ, ତତେ ଚାହିଁବା ମୁଁ କିଛି ବି କରିପାରେ। ଏଇ ଗୀତଟା ତୋ ପାଇଁ ହସିଛି, ସେଇ ଗୀତଟା ବି ବହୁତ ଭଲ ହେଇଥିଲା। ମୁଁ ତ ମିଶିନି ତାଙ୍କ ସାଙ୍ଗରେ, ମୁଁ କେବେ ଦେଖିନି ନା। ହଁ ଗୀତ ଦେଖିଥିଲି, ମୁଁ ଜାଣିନଥିଲି ସିଧା ଟିଭିରେ ଦେଖିଥିଲି ତାଙ୍କ ଷ୍ଟେଜ ପ୍ରୋଗ୍ରାମ। ଇଏ ଭାଉଜ ହେଲେ ସିଏ। ମୁଁ କଣ ଚିନ୍ତିଥିଲି କି ବେଶୀ, ଦେଖିଲା ଜାଣିଲି। ତାହେଲେ ଏବେ ସେମାନଙ୍କ ଭବିଷ୍ୟତ କଥା କଣ ଲାଗୁଛି? ସେଇଟା ସେ ତାଙ୍କର ଯେ କଣ କରିବା, ଭବିଷ୍ୟତ ଦେଖିବେ ଭଗବାନଙ୍କ ଦେହରୁ ଯାହା ହଉ। ତାଙ୍କ ପରିବାର ସାହସ ଦିଅନ୍ତୁ ଆତ୍ମାର। ବାବୁସାନ ନୂଆ ଫିଲ୍ମ କଣ ହଉଛି? ଏଇଟା ବହୁତ ଜଲ୍ଦି ଆନାଉନ୍ସମେଣ୍ଟ ହବ ଜାନୁଆରୀରେ। ଦେଖିବେ ବଡ଼ ଫିଲ୍ମଟା ଆସୁଛି, କିନ୍ତୁ ଦେଖିବେ ଭଲ ଫିଲ୍ମଟା ହବ। ବୋଉ 2 ତ ଭଳିଆ ଆଉ ଗୋଟେ ଫିଲ୍ମ ଆସିବ, କିନ୍ତୁ ବୋଉ 2 ତ ପାର୍ଟ 2 ଯଦି ଆସନ୍ତା ବହୁତ ବଢିଆ ହୁଅନ୍ତା। ବାବୁସାନ ବୋଉ ଭୂତକୁ ତ କଣ ଏମିତି ଭଲ ଲାଗିଲା? ଭୂତ ବୋଉ ବୋଉ ମୁଁ ବା ତ ପୁଅ ବୁଟୁ। ଯଦି ପାର୍ଟ 2 ଆସିବ ବହୁତ ବଢିଆ ହୁଅନ୍ତା। କାହିଁକି କହିଲେ ବାବୁସାନ ଭାଇଙ୍କର ଭାଇଙ୍କର ଫିଲ୍ମରେ କୌଣସି ଫିଲ୍ମ ପାର୍ଟ 2 ଆସିନି। ଆମ ଫ୍ୟାନ ମାନଙ୍କର ବି ଇଚ୍ଛା ପାର୍ଟ 2 ଆସିଲେ ଭଲ ହୁଅନ୍ତା, ଭାଇଙ୍କର ଯେକୌଣସି ଫିଲ୍ମ ହଉ। ବାବୁସାନଙ୍କ ସାଙ୍ଗରେ କଥା ହେଇଥିଲ? କାଲି ଲଗେଇଥିଲି ଭାଇଙ୍କୁ, ବ୍ୟସ୍ତ ଥିଲେ, କଥା ହେଇନି ଆଉ ବହୁତ ଦିନ ହେଲା। ଦେଖାହବ ପୁଣି ନୂଆ ବର୍ଷ ଆଡ଼ିକି ଆଉ।